ସୌର ଶିକ୍ଷକ ଭବନଠାରେ ବିଜୁ ଜନତା ଦଳର ସମ୍ବର୍ଦ୍ଧନା ଉତ୍ସବ। ବାଲେଶ୍ୱର ଜିଲ୍ଲାର ସୌର ପୌରାଞ୍ଚଳ ଶିକ୍ଷକ ଭବନଠାରେ ଆଜି ପୂର୍ବାହ୍ନରେ ସୌର ବିଜୁ ଜନତା ଦଳ ପକ୍ଷରୁ ସୌର ନିର୍ବାଚନ ମଣ୍ଡଳୀର ନବନିଯୁକ୍ତ ସଭାପତିଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ସୌର ବିଧାୟକ ମାଧବ ଧଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶଙ୍କର୍ଷଣ ବାରିକ ବ୍ଲକ ସଭାପତି, ନଗର ସଭାପତି ଭାବେ ସୁକାନ୍ତ କୁମାର ମିଶ୍ର ଏବଂ ଲୋକନାଥ ରାଉତ, ସୌର ନଗର କାର୍ଯ୍ୟ ସଭାପତି ପ୍ରଦୀପ କୁମାର ଜେନା, ବାହାନଗା ବ୍ଲକ ସଭାପତି ପ୍ରମୁଖଙ୍କୁ ନବନିଯୁକ୍ତ ମିଳିଛି। ଏହି ସମ୍ବର୍ଦ୍ଧନା ସଭାରେ ସୌର ବିଧାୟକ ମାଧବ ଧଡ଼ା, ସୌର ବ୍ଲକ ଅଧ୍ୟକ୍ଷା ଅନୁସୂୟା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ଶିଶିର ଅଗସ୍ତି, ନୀଳାମ୍ବର ମହାଳିକ, ଅଶ୍ୱିନୀ ପଟ୍ଟନାୟକ, ବାହାନଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶରତ କୁମାର ରାଜ, ଅଶ୍ୱିନୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ମଧ୍ୟ ସଭାପତି ଦାୟିତ୍ୱ ତୁଲାଇ ଆସିଛନ୍ତି। ଭଲ ସଂଗଠିତ ଦୃଢ଼ ସଂଗଠକ ଏ ବର୍ତ୍ତମାନ ସରକାରର ଯୋଉ ଭଳି ଭାବରେ ଦମନ ନୀତି ଆକୁ ପ୍ରତିହତ କରି ଆମେ କେମିତି ପୁଣି ସୌର ନିର୍ବାଚନ ମଣ୍ଡଳରେ ଆମର ପ୍ରତିଷ୍ଠା ଜାହିର କରିବା, ସେଥିପାଇଁ ଆପଣମାନଙ୍କ ସହଯୋଗ